ପିଲାମାନେ ଆଜିର ଭିଡ଼ିଓରେ ଆମେ କିଛି ଗୁରୁତ୍ୱପୂର୍ଣ୍ଣ ଇଂରାଜୀ ଶବ୍ଦର ଅର୍ଥ ଓ ଉଚ୍ଚାରଣ ସହିତ ସେଗୁଡ଼ିକର ବ୍ୟବହାର ସମ୍ପର୍କରେ ଆଲୋଚନା କରିବା। ଇମ୍ପ୍ରୁଭ୍ IMPROVE ଇମ୍ପ୍ରୁଭ୍ ଇମ୍ପ୍ରୁଭ୍ ମାନେ ଉନ୍ନତି କରିବା। ଏହାର ଉଦାହରଣ ହେଉଛି I want to improve my English. I want to improve my English. ଏହାର ଅର୍ଥ ହେଉଛି ମୁଁ ମୋର ଇଂରାଜୀ ଉନ୍ନତ କରିବାକୁ ଚାହେଁ। ବିଲିଭ୍ BELIEVE ବିଲିଭ୍ ମାନେ ବିଶ୍ୱାସ କରିବା। ଏହାର ଉଦାହରଣ ହେଉଛି I believe in myself. I believe in myself. ଏହାର ଅର୍ଥ ହେଉଛି ମୁଁ ନିଜକୁ ବିଶ୍ୱାସ କରେ। ନେକ୍ସଟ ଆଚିଭ୍ ACHIEVE ଆଚିଭ୍ ମାନେ ଅର୍ଜନ ବା ଲାଭ। ଏହାର ଉଦାହରଣ ହେଉଛି She achieved her goal. She achieved her goal. ଏହାର ଅର୍ଥ ହେଉଛି ସେ ତାଙ୍କ ଲକ୍ଷ୍ୟ ଅର୍ଜନ କଲେ। ନେକ୍ସଟ ଫୋକସ୍ FOCUS ଫୋକସ୍ ମାନେ ଧ୍ୟାନ ଦେବା। ଏହାର ଉଦାହରଣ ହେଉଛି ଫୋକସ୍ ଅନ୍ ୟୋର୍ ଷ୍ଟଡି। ଫୋକସ୍ ଅନ୍ ୟୋର୍ ଷ୍ଟଡି। ଏହାର ଅର୍ଥ ହେଉଛି ତୁମ ପଢ଼ାରେ ଧ୍ୟାନ ଦିଅ। ନେକ୍ସଟ ଏଫର୍ଟ ଏଫର୍ଟ ମାନେ ପ୍ରୟାସ। ଏହାର ଉଦାହରଣ ହେଉଛି ସକ୍ସେସ୍ ନିଡ୍ସ ଏଫର୍ଟ। ଏହାର ଅର୍ଥ ହେଉଛି ସଫଳତା ପାଇଁ ପ୍ରୟାସ ଦରକାର। ନେକ୍ସଟ ଅପରଚ୍ୟୁନିଟି OPPORTUNITY ଅପରଚ୍ୟୁନିଟି ମାନେ ସୁଯୋଗ। ଏହାର ଉଦାହରଣ ହେଉଛି This is a good opportunity. This is a good opportunity. ଏହାର ଅର୍ଥ ହେଉଛି ଏହା ଏକ ଭଲ ସୁଯୋଗ। ନେକ୍ସଟ କନଫିଡେନ୍ସ CONFIDENCE କନଫିଡେନ୍ସ ମାନେ ଆତ୍ମବିଶ୍ୱାସ। ଏହାର ଉଦାହରଣ ହେଉଛି କନଫିଡେନ୍ସ ଇଜ୍ ଇମ୍ପୋର୍ଟାଣ୍ଟ। ଏହାର ଅର୍ଥ ହେଉଛି ଆତ୍ମବିଶ୍ୱାସ ଗୁରୁତ୍ୱପୂର୍ଣ୍ଣ। ନେକ୍ସଟ ଡେଭଲପ୍ ଡେଭଲପ୍ ମାନେ ବିକାଶ କରିବା। ଏହାର ଉଦାହରଣ ହେଉଛି We should develop skills. ଏହାର ଅର୍ଥ ହେଉଛି ଆମେ କୌଶଳ ବିକାଶ କରିବା ଉଚିତ। ନେକ୍ସଟ ସପୋର୍ଟ ସପୋର୍ଟ ମାନେ ସହଯୋଗ। ଏହାର ଉଦାହରଣ ହେଉଛି ଫ୍ରେଣ୍ଡସ୍ ସପୋର୍ଟ ଇଚ୍ ଅଦର୍। ଏହାର ଅର୍ଥ ହେଉଛି ସାଙ୍ଗମାନେ ପରସ୍ପରକୁ ସହଯୋଗ କରନ୍ତି। ନେକ୍ସଟ ପ୍ଲାନ୍ ମାନେ ଯୋଜନା। ଏହାର ଉଦାହରଣ ହେଉଛି ମେକ୍ ଏ ଗୁଡ୍ ପ୍ଲାନ୍। ଏହାର ଅର୍ଥ ହେଉଛି ଏକ ଭଲ ଯୋଜନା କର। ନେକ୍ସଟ ରେଜଲ୍ଟ ରେଜଲ୍ଟ ମାନେ ଫଳାଫଳ। ଏହାର ଉଦାହରଣ ହେଉଛି ହାର୍ଡୱାର୍କ ଗିଭ୍ସ ଗୁଡ୍ ରେଜଲ୍ଟସ୍। ଏହାର ଅର୍ଥ ହେଉଛି ପରିଶ୍ରମ ଭଲ ଫଳ ଦେଇଥାଏ। ନେକ୍ସଟ ପ୍ରାକ୍ଟିସ୍ ପ୍ରାକ୍ଟିସ୍ ମାନେ ଅଭ୍ୟାସ। ଏହାର ଉଦାହରଣ ହେଉଛି ପ୍ରାକ୍ଟିସ୍ ଡେଲି। ଏହାର ଅର୍ଥ ହେଉଛି ପ୍ରତିଦିନ ଅଭ୍ୟାସ କର। ନେକ୍ସଟ ରେସ୍ପେକ୍ଟ ରେସ୍ପେକ୍ଟ ମାନେ ସମ୍ମାନ। ଏହାର ଉଦାହରଣ ହେଉଛି ରେସ୍ପେକ୍ଟ ୟୁଅର୍ ଟିଚର।
ଏହାର ଅର୍ଥ ହେଉଛି ତୁମ ଶିକ୍ଷକଙ୍କୁ ସମ୍ମାନ କର। ନେକ୍ସଟ ହେଲ୍ପଫୁଲ୍ HELPFUL ହେଲ୍ପଫୁଲ୍ ହେଲ୍ପଫୁଲ୍ ମାନେ ସାହାଯ୍ୟକାରୀ। ଏହାର ଉଦାହରଣ ହେଉଛି ସି ଇଜ୍ ଭେରି ହେଲ୍ପଫୁଲ୍ ସି ଇଜ୍ ଭେରି ହେଲ୍ପଫୁଲ୍। ଏହାର ଅର୍ଥ ହେଉଛି ସେ ବହୁତ ସାହାଯ୍ୟକାରୀ। ନେକ୍ସଟ ଲର୍ନ LEARN ଲର୍ନ ଲର୍ନ ମାନେ ଶିଖିବା। ଏହାର ଉଦାହରଣ ହେଉଛି ଆଇ ୱାଣ୍ଟ ଟୁ ଲର୍ନ ଇଂଲିଶ ଆଇ ୱାଣ୍ଟ ଟୁ ଲର୍ନ ଇଂଲିଶ। ଏହାର ଅର୍ଥ ହେଉଛି ମୁଁ ଇଂଲିଶ ଶିଖିବାକୁ ଚାହୁଁଛି। ନେକ୍ସଟ ଟିଚ୍ TEACH ଟିଚ୍ ଟିଚ୍ ମାନେ ପଢ଼ାଇବା। ଏହାର ଉଦାହରଣ ହେଉଛି ହି ଟିଚେସ୍ ଷ୍ଟୁଡେଣ୍ଟସ୍ ହି ଟିଚେସ୍ ଷ୍ଟୁଡେଣ୍ଟସ୍। ଏହାର ଅର୍ଥ ହେଉଛି ସେ ଛାତ୍ରମାନଙ୍କୁ ପଢ଼ାନ୍ତି। ନେକ୍ସଟ ଅଣ୍ଡରଷ୍ଟାଣ୍ଡ UNDERSTAND ଅଣ୍ଡରଷ୍ଟାଣ୍ଡ ଅଣ୍ଡରଷ୍ଟାଣ୍ଡ ମାନେ ବୁଝିବା। ଏହାର ଉଦାହରଣ ହେଉଛି ଆଇ ଅଣ୍ଡରଷ୍ଟାଣ୍ଡ ଦିସ୍ ଲେସନ୍ ଆଇ ଅଣ୍ଡରଷ୍ଟାଣ୍ଡ ଦିସ୍ ଲେସନ୍। ଏହାର ଅର୍ଥ ହେଉଛି ମୁଁ ଏହି ପାଠ ବୁଝିପାରିଲି। ପିଲାମାନେ, ଏଠାରେ ଆଜିର ଭିଡ଼ିଓଟି ଶେଷ ହେଉଛି। ଏହିଭଳି ଶିକ୍ଷଣୀୟ ଓ ଗୁରୁତ୍ୱପୂର୍ଣ୍ଣ ଭିଡ଼ିଓ ଦେଖିବା ପାଇଁ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରିଦିଅ।